ଆମର ସବୁ ପୁଲିସ୍ ଷ୍ଟେସନ୍ ଆମର ପୁଲିସ୍ ଅଫିସର ଯେତିକି ଅଛନ୍ତି ଷ୍ଟାଫ୍ ସ୍ପେଶାଲ୍ ଟିମ୍ ବନେଇକି ଆମେ ଗୋଟେ ସ୍ପେଶାଲ୍ ଡ୍ରାଇଭ୍ କରିଥିଲୁ କି ମୋବାଇଲ୍ ରିକଭର୍ କରିବୁ। ମୋର ଟୋଟାଲ୍ 9ଟା ପୁଲିସ୍ ଷ୍ଟେସନ୍ରେ 61 ମୋବାଇଲ୍ ଆମେ ରିକଭର୍ କରିକି ଆଜି ଏଇ ମେଳାରେ ରାଇଟଫୁଲ୍ ଓନର୍‌କୁ ଆମେ ହ୍ୟାଣ୍ଡ ଓଭର୍ କରିଛୁ। ସେଥିପାଇଁ ଆମେ ବି ବହୁତ ଖୁସି, ଯେହେତୁ ଲୋକମାନେ ପବ୍ଲିକ୍ ମାନେ ବହୁତ ଖୁସି ଅଛନ୍ତି। ଭାବରେ ଚ୍ୟାଲେଞ୍ଜିଂ ତ ଥିଲା, କାରଣ କାହାର ମୋବାଇଲ୍ ଓଡ଼ିଶା ଭିତରେ ଥିଲା, କାହାର ମୋବାଇଲ୍ ଓଡ଼ିଶା ବାହାରେ ଥିଲା, କାହାର ଗଞ୍ଜାମରେ ଥିଲା, କାହାର ବ୍ରହ୍ମପୁରରେ ଥିଲା। ତ ଟିମ୍ ସବୁଆଡ଼େ ଯାଇକି ସବୁ ଜାଗାରୁ ରିକଭର୍ କରିକି ଆଣିଛନ୍ତି। ଚ୍ୟାଲେଞ୍ଜିଂ ବି ଥିଲା, ଆମକୁ ବି କାମ କରିବାକୁ ବି ବହୁତ ଭଲ ଲାଗିଥିଲା। ନୂଆ ଟେକ୍ନୋଲୋଜି ଆମର ସାଇବର ଯେତିକି ଏବେ ନୂଆ ସାଇବର ଟେକ୍ନୋଲୋଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯାହା ବି ଆସୁଛି ସେଗୁଡ଼ା ଆମେ ୟୁଜ୍ କରୁଥିଲେ। ପ୍ରମିତା ଗୌଡ଼। ଫୋନ୍ ହଜିଥିଲା ଆମର 2 ମାସ ତଳେ। 20 ଦିନ ଫୋନ୍ ହଜିବାର 20 ଦିନ ପରେ ମିଳିଗଲା। ମାନେ ଆଶା ରଖିନଥିଲି ମିଳିବ ବୋଲି। ବେଶୀ ଖୁସି ଅଛୁ, 20 ଦିନରେ ମୋବାଇଲ ମିଳିଗଲା। ଗାଙ୍ଗପୁରରେ ଚୋରି ହେଇଥିଲା। ବଡ଼ ଆଇଏସ୍ ଧରି 20 ଦିନରେ ଫୋନ୍ଟା ମତେ ରିସିଭ୍ କରିଥିଲେ। ଆମେ ଯାଇଥିଲୁ ଭୋଜି ଖାଇ, ତାଙ୍କ ଘରୁ ଆସିକି ଧରି ପଳେଇଥିଲେ। ଗଲା ପରେ ଆମେ ପୋଲିସ୍ ଷ୍ଟେସନ ଯାଇକି ଏଫଆଇଆର୍ ଦେଇଥିଲୁ। ଏଫଆଇଆର୍ ଦେବାର 20 ଦିନ ପରେ ମିଳିଥିଲା। କମଲ ବେହେରା ଷ୍ଟାଡିୟମ ପକେଟରୁ ପଡ଼ି ଯାଇଥିଲା। ସେ ସମୟରେ କିଏ ଠାବ କରି ଚୋରି ହେଇଥିଲା। ଆଉ ସେଠୁ ଥାନାରେ ଏଫଆଇଆର୍ ଦେଇଥିଲୁ, କିନ୍ତୁ ପାଇବି ବୋଲି ମୋର ଆଶା ନଥିଲା। ବର୍ତ୍ତମାନ ପାଇଲି, ବହୁତ ଖୁସି। ମୋର ଓପୋ ମୋବାଇଲ, ଆର ଦାମ 10.5-11।